ପଦ୍ମକୁ ଧ୍ୟାଇ ରୂପାନନ୍ଦଙ୍କୁ ଧ୍ୟାଇ ସ୍ୱାମୀ ପୟରକୁ ବନ୍ଦନା ବନ୍ଦନା ପାଦ ପଦ୍ମକୁ। ଅଲେଖ ମହିମା ଶରଣ ଧର୍ମପ୍ରାଣ ସାଧୁ ସଜ୍ଜନ ବୃନ୍ଦ, ଓଡ଼ିଶା ମାଟିର ଏକମାତ୍ର ନିଜସ୍ୱ ଧର୍ମ ମତବାଦ ମହିମା ଧର୍ମର ପ୍ରତିଷ୍ଠାତା ବିଶ୍ୱବନ୍ଦ୍ୟ ପ୍ରବୁଦ୍ଧ ଗୁରୁ ମହିମା ସ୍ୱାମୀଙ୍କର ଓଡ଼ିଶା ମାଟିରେ ପଦାର୍ପଣର 200 ବର୍ଷ ପୂର୍ତ୍ତି ମହୋତ୍ସବ ଚଳିତ 2026 ମସିହା ଜୁନ 24 ତାରିଖ ବୁଧବାର ଦିନ ମହିମା ସ୍ୱାମୀଙ୍କର ପବିତ୍ର ତପସ୍ୟା ପୀଠ ତପୋବନ କାଦୁଆ ମହିମାଶ୍ରମ ଢେଙ୍କାନାଳଠାରେ ଏକ ଆଧ୍ୟାତ୍ମିକ ପରିବେଶରେ ମହା ସମାରୋହର ସହ ଅନୁଷ୍ଠିତ ହେବ। ଆପଣମାନେ ଜାଣନ୍ତି, ଚଳିତ ବର୍ଷଠାରୁ ଠିକ୍ 200 ବର୍ଷ ପୂର୍ବେ 1826 ମସିହାରେ ମହିମା ଧର୍ମର ଆଦି ପ୍ରବକ୍ତା ପ୍ରବୁଦ୍ଧ ଗୁରୁ ମହିମା ଗୋସାଇଁ ଉତ୍କଳ ମାଟିରେ ପଦାର୍ପଣ କରିଥିଲେ। ଜଣେ ପ୍ରଚଣ୍ଡ ବିଦ୍ୱାନ ଭାବରେ ଅଦ୍ୱୈତ ବ୍ରହ୍ମବାଦ ଦର୍ଶନ ମାଧ୍ୟମରେ ସମାଜରେ ସେ ପ୍ରଚାର କଲେ ଏକ ନୂତନ ଆଧ୍ୟାତ୍ମିକ ଦର୍ଶନ, ଯାହା ମହିମା ଧର୍ମ ଭାବରେ ପ୍ରତିଷ୍ଠା ଲାଭ କରି ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେତେବେଳେ ଧର୍ମ ନାମରେ ଚାଲିଥିବା ନାନା କୁସଂସ୍କାର ବିରୁଦ୍ଧରେ ମହିମା ସ୍ୱାମୀ ସ୍ୱର ଉତ୍ତୋଳନ କରି କୁସଂସ୍କାର, ଅସ୍ପୃଶ୍ୟତା, ଜାତି ପ୍ରଥା, ଦେବଦେବୀ ପୀଠରେ ବଳି ପ୍ରଥା, କଠିନ କର୍ମକାଣ୍ଡ, ଶୋଷଣ, ନିର୍ଯାତନା ଓ ମଣିଷ ମଣିଷ ଭିତରେ ରହିଥିବା ଉଚ୍ଚନୀଚ ଭେଦଭାବ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରି ଏକ ସହାବସ୍ଥାନମୂଳକ ସାମାଜିକ ଐକ୍ୟର ମୂଳଦୁଆ ସ୍ଥାପନ କରିଥିଲେ। ସେହି ଅଯୋନି ସମ୍ଭୂତ ଦିବ୍ୟ ପୁରୁଷ ମହିମା ସ୍ୱାମୀଙ୍କର ବାଣୀ ଏବଂ ପ୍ରବର୍ତ୍ତିତ ମାର୍ଗ ହିଁ ମହାନ ମହିମା ଧର୍ମ ଭାବରେ ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠିତ। ହେ ସାଧୁସନ୍ଥ ଜଗତ ଭଗତଗଣ, ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ପ୍ରବୁଦ୍ଧ ଗୁରୁ ଯୋଗେଶ୍ୱର ମହିମା ସ୍ୱାମୀଙ୍କର ଓଡ଼ିଶା ମାଟିରେ ପଦାର୍ପଣ କରିବାର ସ୍ମୃତିକୁ ଉଜ୍ଜୀବିତ କରିବା ନିମନ୍ତେ କପିଳାସ ତପୋବନ ମହିମାପୀଠ ପରିଚାଳନା ଟ୍ରଷ୍ଟ ତରଫରୁ ତପୋବନ କାଦୁଆ ମହିମାଶ୍ରମ ପରିସରରେ ଚଳିତ ଜୁନ 24 ତାରିଖ ବୁଧବାର ଦିନ ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତରେ ଅଖଣ୍ଡ ଧ୍ୱନି ଓ ଅଖଣ୍ଡ ଦୀପ ପ୍ରଜ୍ୱଳନ ସହିତ ପ୍ରାତଃ 6 ଘଟିକା ଠାରୁ 8 ଘଟିକା ପର୍ଯ୍ୟନ୍ତ ଖଞ୍ଜଣି ଭଜନ ପରିବେଷଣ, ପ୍ରାତଃ 8 ଘଟିକା ଠାରୁ 9 ଘଟିକା ପର୍ଯ୍ୟନ୍ତ କବିତା ପାଠୋତ୍ସବ, ସକାଳ 9 ଘଟିକା ଠାରୁ 10 ଘଟିକା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଏବଂ ପୂର୍ବାହ୍ନ 10 ଘଟିକା ଠାରୁ ଏକ ବିଶାଳ ଧର୍ମ ଆଲୋଚନା ସଭା ଅନୁଷ୍ଠିତ ହେବ। ଏଣୁ ଏହି ମହାନ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି ବ୍ରହ୍ମକୃପା ଲାଭ କରିବା ପାଇଁ କପିଳାସ ତପୋବନ ମହିମାପୀଠ ପରିଚାଳନା ଟ୍ରଷ୍ଟ ପକ୍ଷରୁ ଆପଣମାନଙ୍କୁ ସାଦର ନିବେଦନ। ବନ୍ଦନା ବନ୍ଦନା ପାଦ ପଦ୍ମକୁ ବନ୍ଦନା।